ଆଜିର ପ୍ରଥମ ପ୍ରଶ୍ନ, ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ପୂର୍ବରୁ କେଉଁ ଫଟୋ ଥିଲା? ପ୍ରଶ୍ନଟି ଆଉ ଥରେ, ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ପୂର୍ବରୁ କେଉଁ ଫଟୋ ଥିଲା? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଅଶୋକ ସ୍ତମ୍ଭ, ଅପସନ୍ ଖ ଲାଲକିଲ୍ଲା, ଅପସନ୍ ଗ ଟ୍ରାକ୍ଟର ଏବଂ ଅପସନ୍ ଘ ହାତୀ। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ ଦିଆହୋଇଛି। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ ଅଶୋକ ସ୍ତମ୍ଭ। ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ପୂର୍ବରୁ ଅଶୋକ ସ୍ତମ୍ଭର ଫଟୋ ଚିତ୍ର ଥିଲା। ନିମ୍ନୋକ୍ତ କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? ପ୍ରଶ୍ନଟି ଆଉ ଥରେ, ନିମ୍ନୋକ୍ତ କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ବାଘ, ଖ ହରିଣ, ଗ ସିଂହ ଏବଂ ଅପସନ୍ ଘ ହାତୀ। 5 ସେକେଣ୍ଡର ସମୟ ଦିଆହୋଇଛି ସଠିକ୍ ଉତ୍ତର ମନେ ପକାଇବା ପାଇଁ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଗ ସିଂହ। ସିଂହ ସବୁଠାରୁ ଅଧିକ ଶୋଇଥାଏ। ତାପରେ ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ କେଉଁ ପ୍ରାଣୀର ଆଖି ନଥାଏ? ପ୍ରଶ୍ନଟି ଆଉ ଥରେ, ନିମ୍ନୋକ୍ତ କେଉଁ ପ୍ରାଣୀର ଆଖି ନଥାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ସାପ, ଅପସନ୍ ଖ ମାଛ, ଅପସନ୍ ଗ ଗେଣ୍ଡା ଏବଂ ଅପସନ୍ ଘ ଜିଆ। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ ଜିଆ। ଜିଆର ଆଖି ନଥାଏ। ନେକ୍ସଟ ପ୍ରଶ୍ନ, ବିମାନର ତେଲ ଟାଙ୍କିର କ୍ଷମତା କେତେ ଲିଟର? ପ୍ରଶ୍ନଟି ଆଉ ଥରେ, ବିମାନର ତେଲ ଟାଙ୍କିର କ୍ଷମତା କେତେ ଲିଟର? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ 5000 ଲିଟର, ଅପସନ୍ ଖ 10000 ଲିଟର, ଅପସନ୍ ଗ 15000 ଲିଟର, ଅପସନ୍ ଘ 20000 ଲିଟର। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଗ 15000 ଲିଟର। ବିମାନର ତେଲ ଟାଙ୍କିର କ୍ଷମତା ହେଉଛି 15000 ଲିଟର। ତାପରେ ନେକ୍ସଟ ପ୍ରଶ୍ନ, ମୟୂରର ଜୀବନକାଳ କେତେ ବର୍ଷ? ପ୍ରଶ୍ନଟି ଆଉ ଥରେ, ମୟୂରର ଜୀବନକାଳ କେତେ ବର୍ଷ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ 15 ବର୍ଷ, ଅପସନ୍ ଖ 10 ବର୍ଷ, ଅପସନ୍ ଗ 20 ବର୍ଷ ଏବଂ ଅପସନ୍ ଘ 25 ବର୍ଷ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ 15 ବର୍ଷ। ମୟୂରର ଜୀବନକାଳ ହେଉଛି 15 ବର୍ଷ। ତାପରେ ନେକ୍ସଟ ପ୍ରଶ୍ନ, ଠେକୁଆ କେଉଁ ଦେଶର ଜାତୀୟ ପଶୁ? ପ୍ରଶ୍ନଟି ଆଉ ଥରେ, ଠେକୁଆ
କେଉଁ ଦେଶର ଜାତୀୟ ପଶୁ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ନରୱେ, ଅପସନ୍ ଖ ଜାପାନ, ଅପସନ୍ ଗ ଅଷ୍ଟ୍ରେଲିଆ ଏବଂ ଅପସନ୍ ଘ ପର୍ତ୍ତୁଗାଲ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ ପର୍ତ୍ତୁଗାଲ। ଠେକୁଆ ହେଉଛି ପର୍ତ୍ତୁଗାଲ ଦେଶର ଜାତୀୟ ପଶୁ। ତାପରେ ନେକ୍ସଟ ପ୍ରଶ୍ନ, ଚନ୍ଦ୍ରପୃଷ୍ଠରେ ପ୍ରଥମେ ଜଳର ସନ୍ଧାନ କେଉଁ ଦେଶ କରିଥିଲା? ପ୍ରଶ୍ନଟି ଆଉଥରେ, ଚନ୍ଦ୍ରପୃଷ୍ଠରେ ପ୍ରଥମେ ଜଳର ସନ୍ଧାନ କେଉଁ ଦେଶ କରିଥିଲା? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଭାରତ, ଅପସନ୍ ଖ ଆମେରିକା, ଅପସନ୍ ଗ ରୁଷ ଏବଂ ଅପସନ୍ ଘ ଚୀନ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ ଭାରତ। ଚନ୍ଦ୍ରପୃଷ୍ଠରେ ପ୍ରଥମେ ଜଳର ସନ୍ଧାନ ଭାରତ କରିଥିଲା। ତାପରେ ନେକ୍ସଟ ପ୍ରଶ୍ନ, ଆଖି ପାଇଁ କେଉଁ ଫଳ ଲାଭଦାୟକ? ପ୍ରଶ୍ନଟି ଆଉଥରେ, ଆଖି ପାଇଁ କେଉଁ ଫଳ ଲାଭଦାୟକ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ କଦଳୀ, ଅପସନ୍ ଖ କମଳା, ଅପସନ୍ ଗ ଅମୃତଭଣ୍ଡା ଏବଂ ଅପସନ୍ ଘ ଡାଳିମ୍ବ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ ଡାଳିମ୍ବ। ଆଖି ପାଇଁ ଡାଳିମ୍ବ ହେଉଛି ଲାଭଦାୟକ। କେଉଁ ଫଳ ଖାଇଲେ ଚୁଟି ଝଡ଼ିବା ବନ୍ଦ ହୋଇଯାଏ? ପ୍ରଶ୍ନଟି ଆଉଥରେ, କେଉଁ ଫଳ ଖାଇଲେ ଚୁଟି ଝଡ଼ିବା ବନ୍ଦ ହୋଇଯାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ କମଳା, ଅପସନ୍ ଖ କଦଳୀ, ଅପସନ୍ ଗ ଅଁଳା ଏବଂ ଅପସନ୍ ଘ ଅମୃତଭଣ୍ଡା। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଗ ଅଁଳା। ଅଁଳା ଖାଇଲେ ଚୁଟି ଝଡ଼ିବା ବନ୍ଦ ହୋଇଯାଏ। Amla has many benefits for hairs, including promoting hair growth, preventing premature graying and reducing dandruff. Amla is rich in vitamins, minerals and antioxidants. କେଶ ପାଇଁ ଆମ୍ଲାର ଅନେକ ଲାଭ ଅଛି, ଯେଉଁଥିରେ କେଶ ବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଅକାଳରେ ଧଳା ହେବାକୁ ରୋକିବା ଏବଂ ଡ୍ୟାଣ୍ଡ୍ରଫ୍ ହ୍ରାସ କରିବା ଅନ୍ତର୍ଭୁକ୍ତ। ଆମ୍ଲା ଭିଟାମିନ୍, ନିରୋଧକ ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ଅଟେ। କେଉଁ ପଶୁର କ୍ଷୀର ପିଇବା ଦ୍ୱାରା ଡେଙ୍ଗୁ ଜ୍ୱର ଭଲ ହୁଏ? ପ୍ରଶ୍ନଟି ଆଉଥରେ, କେଉଁ ପଶୁର କ୍ଷୀର ପିଇବା ଦ୍ୱାରା ଡେଙ୍ଗୁ ଜ୍ୱର ଭଲ ହୁଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଗାଈ, ଅପସନ୍ ଖ ଛେଳି, ଅପସନ୍ ଗ ଓଟ ଏବଂ ଅପସନ୍ ଘ ମଇଁଷି। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ ଦିଆହୋଇଛି।
एबे समय समाप्त हो जाइछि। सठिक उत्तर होइजिब ऑप्शन ग ओट। ओटर क्षीर पीवा द्वारा डेंगू ज्वर भल हुए। इज रिच इन सेलेनियम which helps in maintaining the blood platelet count during dengue fever. It is rich in essential vitamins and minerals which are required for the overall growth and development of the body. अर्थात एथिरे सेलेनियम भरपूर रही थाए जहाँ डेंगू ज्वर समय रे प्लेटलेट संख्या बजाय रखिबारे साहाय्य करे। यह शरीरर सामग्रिक वृद्धि एवं विकास पाई आवश्यक विटामिन एवं खनिज पदार्थ भरपूर रही थाए।